ଆସିଲା ସୁଭଦ୍ରା ଟଙ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 74ତମ ଜନ୍ମଦିନରେ ଆଜି ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଛି। ଭୁବନେଶ୍ୱରରେ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଏଲ୍ଇଡି ଟିଭି ମାଧ୍ୟମରେ ଦେଖାଇବା ପାଇଁ ସବଡେଗା ବ୍ଲକ ତରଫରୁ ଉପେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ତଲସରା ବିଧାୟକ ତଥା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦ୍ଘାଟନ କରିଥିଲେ ଓ ସୁଭଦ୍ରା ଯୋଜନା ବିଷୟରେ କିଛି ମନ୍ତବ୍ୟ ରଖିଥିଲେ। କିଛି ମହିଳାଙ୍କୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ହାରାହାରି 1500ରୁ ଅଧିକ ମହିଳାମାନେ ଯୋଗ ଦେଇଥିଲେ, ଯେଉଁଥିରେ ଅଙ୍ଗନବାଡ଼ି କର୍ମୀ, ସିଆର୍ପି, ଏମ୍ବିକେ, କୃଷିମିତ୍ର ଓ ଅନେକ ମିଶନ ଶକ୍ତି ଗ୍ରୁପର ମହିଳାମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ସକାଳ 9ଟାରୁ ଆରମ୍ଭ ହୋଇ ଦିନ 2ଟାରେ ସରିଥିଲା। ଏହି କାର୍ଯ୍ୟକ୍ରମକୁ ବିଡିଓ ସାଗର ମୁର୍ମୁ ଓ ସିଡିପିଓ ସନ୍ଧ୍ୟାରାଣୀ ନାୟକ ପରିଚାଳନା କରିଥିଲେ। ଜିପିଓ ଅରବିନ୍ଦ ପାଣ୍ଡେଙ୍କ ତତ୍ତ୍ୱାବଧାନରେ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତୁଲାଇବାରେ ସହଯୋଗ କରିଥିଲେ।